ଶିମିଳିପାଳ ବଞ୍ଚିଲେ ଆମେ ବଞ୍ଚିବା। ଠିକ୍ ସେହିପରି ଆମେ ବଞ୍ଚିଲେ ଶିମିଳିପାଳ ଥିବା ଗଛଲତା ପଶୁପକ୍ଷୀ ସମସ୍ତଙ୍କୁ ମାରିକି ଖାଇବା, ବେପାର କରିବା, ନିଜର ଜୀବିକା ନିର୍ବାହ କରିବା। ଏହା ହିଁ ପ୍ରକୃତରେ ସତ ସତ ସତ। ତାହେଲେ କ'ଣ ଧୀରେ ଧୀରେ ଏ ପୃଥିବୀର ସବୁ ଗଛଲତା ପଶୁପକ୍ଷୀ ସବୁ ଲୋପ ହେଇଯିବ? ମଣିଷର ଚିନ୍ତାଧାରା କ'ଣ ସତରେ ଏତେ ତଳକୁ ଖସି ଯାଇଛି? ଆମେ କହୁ ନିଜକୁ ଡେଭଲପ୍, କ'ଣ ସତରେ ଆମେ ଡେଭଲପ୍? ଆପଣ କୁହନ୍ତୁ, ଆମେ କ'ଣ ସତରେ ଡେଭଲପ୍? ଆମେ କ'ଣ ସତରେ ମଣିଷ? ଆମେ କ'ଣ ସତରେ ଏତେ ନିର୍ଦ୍ଦୟ? ପୃଥିବୀ ସାରା ଲୋକ ଜାଣିଛନ୍ତି ଶିମିଳିପାଳର ଲୋକ ବହୁତ ଦୟାଳୁ, ସରଳ। ସେମାନେ ଯେତେବେଳେ ଜାଣିବାକୁ ପାଇବେ କି ଆମେ ଆମର ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଏଠି ବସବାସ କରୁଥିବା ପଶୁପକ୍ଷୀମାନଙ୍କୁ ମାରିକି ଖାଉଛେ, ଗଛଲତାକୁ କାଟିକି ନିଜର ଜୀବିକା ନିର୍ବାହ କରୁଛେ, ତାଙ୍କୁ କିପରି ଲାଗିବ? କାହିଁ ଆମର ସରଳତା? ଆମ ପାଇଁ ଆଜି ଅବସ୍ଥା ଆମ ଏଇ ବାୟୁମଣ୍ଡଳର। କାହିଁକି ନା ଧୀରେ ଧୀରେ ଧାନ ଗଛରେ ଅମଳ ହେବାକୁ କମିଗଲାଣି, ଧୀରେ ଧୀରେ ଲୋକଙ୍କ ଆୟୁଷ ବି କମିଗଲାଣି। ତେଣୁ ଆପଣଙ୍କ ଭବିଷ୍ୟତ ଆପଣଙ୍କ ହାତରେ। ତେଣୁ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ମଣିଷ ନିଜର ଭାଗ୍ୟ ନିଜେ ତିଆରି କରିଥାଏ। ଆଜି ତୁମେ ଯାହା କରୁଛ କାଲି ତୁମକୁ ତାର ଫଳ ପ୍ରାପ୍ତ ହେବ ଏବଂ ଆଜି ଯାହା ତୁମ ଭାଗ୍ୟରେ ଅଛି ତାହା ପୂର୍ବରୁ କରାଯାଇଥିବା କର୍ମର ଫଳ। ତେଣୁ ଆମେ ସମସ୍ତେ ମିଶିକି କହିବା, ଶିମିଳିପାଳ ବଞ୍ଚିଲେ ଆମେ ବଞ୍ଚିବା।